ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲର ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଆଜି ମାଧବୀ ଆଉ ରୋହି ଚିକିର ଗୋଡ଼ ହାତକୁ ବାନ୍ଧି ତାକୁ ସବୁଦିନ ପାଇଁ ମାରିବା ପାଇଁ ଚେଷ୍ଟା କରୁଥିବେ, କିନ୍ତୁ ଠିକ୍ ସମୟରେ ରାମ ଚିକି ପାଖରେ ପହଞ୍ଚି ଯାଆନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ରାମ ଯେତେବେଳେ ବ୍ରେକଫାଷ୍ଟ କରିବା ପାଇଁ ଡାଇନିଂ ଟେବୁଲକୁ ଆସିବେ ଏତେବେଳେ ସେ ଚିକିକୁ ଖୋଜନ୍ତି। ଆଉ ଚିକି ନଥିବା ଦେଖି ରାମ କହୁଛନ୍ତି ମୋତେ ଲାଗୁଛି ଚିକି କିଛି ନା କିଛି ପ୍ରୋବ୍ଲେମରେ ପଡ଼ିଛନ୍ତି। ଆଉ ଏମିତି କହି ସେ ବାହାରକୁ ଚାଲିଯାଆନ୍ତି। ଆଉ ଏତେବେଳେ ସୁଗନ୍ଧା କହିବା ଆରେ ରାମ ତୁ କୁଆଡ଼େ ଯାଉଛୁ? ଆଉ ଏତେବେଳେ ରାମ କହୁଛି ଟିକେ ମା ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି। ଆଉ ଏମିତି କହି ସେ ଗେଟ୍ ପାଖକୁ ଆସିଯାଆନ୍ତି। ଆଉ ଚାରିଆଡ଼େ ଚିକି ବୋଲି କହି ଚିଲ୍ଲାନ୍ତି। ଆଉ ଚିକିକୁ ନ ପାଇବା ଦେଖି ରାମ ବ୍ୟସ୍ତ ହେଇ ପଡ଼ନ୍ତି। ଆଉ ହଠାତ୍ ଦେଖନ୍ତି ଚିକି ଗୋଟେ ଇଟା ଫାଙ୍କରେ ଗୋଡ଼ ହାତକୁ ବାନ୍ଧି ପଡ଼ିଛନ୍ତି। ଆଉ ରାମ ଯାଇ ଚିକିକୁ ଉଦ୍ଧାର କରନ୍ତି। ଆଉ କୁହନ୍ତି ଚିକି ତମର ଅବସ୍ଥା ଏମିତି କିଏ କଲା? ଆଉ ଏତେବେଳେ ରୋହି ଆସିବ କହିବ ମୁଁ କରିଛି ମାନେ ରୋହି କରିଛି। ଆଉ ଏତେବେଳେ ରାମ କୁହନ୍ତି ତମେ କରିଥିବା ପ୍ରତ୍ୟେକଟି ଭୁଲର ଉଚିତ ଶିକ୍ଷା ତମକୁ ଦେବି। ଆଉ ଜେଜେମା ଆସିଲେ ନିଜେ ତମକୁ ଧକ୍କା ମାରି ଘରୁ ବାହାର କରିଦେବେ। ଆଉ ଏତେବେଳେ ରୋହି କହୁଛନ୍ତି ତମ ଜେଜେମାଙ୍କ ଆଗରେ କେବଳ ଗୋଟିଏ ସତ, ସିଏ ହେଉଛି ତାଙ୍କ ନାତୁଣୀ ଶ୍ରିୟା, ଯାହାଟାକି ମୁଁ। ଆଉ ଏତେବେଳେ ଚିକି କହୁଛନ୍ତି ତୋର ସବୁ ପାପର ହିସାବ ମୁଁ ତୋତେ ଖୁବ୍ ଜଲ୍ଦି ଦେବି। ଆଉ ରାମ ଆଉ ଚିକି ମିଶି ଘରକୁ ଯାଆନ୍ତି। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ପରିବାର ଆଗରେ ରୋହିର ସତ୍ୟ ଏତେ ଜଲ୍ଦି ଖୋଲିଯିବ?